ଆମର ସାନ ଓ ବଡ଼ ଭାଇ ଓ ଭଉଣୀମାନେ ଆଜି ଏହି ପବିତ୍ର ସାଧାରଣତନ୍ତ୍ର ଦିବସ ବିଷୟରେ ମୋତେ କିଛି କହିବାକୁ ଅନୁମତି ମିଳିଥିବାରୁ ମୁଁ ନିଜକୁ ଧନ୍ୟ ମନେ କରୁଅଛି। ଆଜି 26 ଜାନୁଆରୀ 2025 ମସିହା ଆମ ଦେଶର 76ତମ ସାଧାରଣତନ୍ତ୍ର ଦିବସ। ଆମ୍ଭେ ପ୍ରତିବର୍ଷ 26 ଜାନୁଆରୀକୁ ସାଧାରଣତନ୍ତ୍ର ଦିବସ ବା ଗଣତନ୍ତ୍ର ଦିବସ ଭାବେ ପାଳନ କରି ଆସିଅଛୁ। 1950 ମସିହାରୁ ଆମ ଦେଶର ଅକ୍ଳାନ୍ତ ପରିଶ୍ରମ କରିଥିବା ସ୍ୱାଧୀନତା ସଂଗ୍ରାମୀମାନଙ୍କର ପ୍ରଶଂସା ଯେତେ କଲେ ବି ଅତ୍ୟୁକ୍ତି ହେବ ନାହିଁ। ସେଥିମଧ୍ୟରୁ ଆମର ଜାତିର ପିତା ମହାତ୍ମା ଗାନ୍ଧୀ, ସୁଭାଷ ଚନ୍ଦ୍ର ବୋଷ, ଭଗତ ସିଂ, ଲାଲ ଲଜପତି ରାୟ, ରାଣୀ ଲକ୍ଷ୍ମୀବାଇ, ସର୍ଦ୍ଦାର ବଲ୍ଲଭଭାଇ ପଟେଲ, ଲାଲ ବାହାଦୁର ଶାସ୍ତ୍ରୀ ଏମିତି ବହୁତ ବୀରମାନଙ୍କର ଅବଦାନ ରହିଛି। ଡକ୍ଟର ଭୀମରାଓ ଆମ୍ବେଦକରଙ୍କ ସେହି ମହାନ ଅବଧାର ଦୀର୍ଘ 2 ବର୍ଷ 11 ମାସ 18 ଦିନ ଧରି ସମ୍ବିଧାନ ଲେଖା ଚାଲିଥିଲା। ଶେଷରେ 1949 ମସିହା ନଭେମ୍ବର 26 ତାରିଖରେ ସମ୍ବିଧାନ ଲେଖା ଶେଷ ହୋଇଥିଲା। କିନ୍ତୁ ଆମର ସମ୍ବିଧାନ 1950 ମସିହା ଜାନୁଆରୀ 26 ତାରିଖରେ ସ୍ୱୀକୃତି ଲାଭ ପାଇଥିଲା। ସେହି ଦିନଠୁ ଆମେ ଜାନୁଆରୀ 26 ତାରିଖକୁ ଗଣତାନ୍ତ୍ରିକ ଦିବସ ରୂପେ ପାଳନ କରି ଆସିଅଛୁ। ଗଣତନ୍ତ୍ର ଅର୍ଥାତ୍ ଶାସନ। ସେହି ଦିନଠୁ ଆମ ଦେଶ ଭାରତକୁ ଆମେ ସର୍ବନିରପେକ୍ଷ ସାଧାରଣତନ୍ତ୍ର ରାଷ୍ଟ୍ର ଭାବେ ଜାଣି ଆସିଛୁ। ଆଜି ଆମେ ଶପଥ ନେବା ଭାରତକୁ ମହାନ କରି ଗଢ଼ିବା। ମୁଁ ଏତିକି କହି ମୁଁ ମୋ ବକ୍ତବ୍ୟ ଶେଷ କରୁଛି। ଜୟ ହିନ୍ଦ, ଜୟ ଭାରତ।